ଆମେ ଗୋଟେ ଖବର ପାଇଥିଲୁ, ଅଭିଯୋଗ ପାଇଥିଲୁ କି ବୌଦ୍ଧ ବୀରମହାରାଜପୁର ଯେଉଁ ସେତୁ ବାଉଁଶୁଣୀ ଠାରେ ନିର୍ମାଣ କରାଯାଉଛି, ସେଠାରେ ଆର୍କେଡି ଠିକା ସଂସ୍ଥା ଶ୍ରମିକମାନଙ୍କୁ ବିପଦସଂକୁଳ ଅବସ୍ଥାରେ 70 ଫୁଟ 80 ଫୁଟ ଉପରେ ତାଙ୍କୁ କାମ କରୁଛନ୍ତି ୱିଦାଉଟ୍ ହେଲମେଟ୍, ଗ୍ଲୋଭ୍, ସୁଜ୍, ଜ୍ୟାକେଟ୍ ଆଉ ସେଫ୍ଟି ନେଟ୍ ବିନା। ତ ଆମେ ସେଇଦିନ ଖବର ପାଇକି ତୁରନ୍ତ ଆମ ଟିମ୍ ଆମେ ସେଇଠି ଯାଇଥିଲୁ, ଦେଖିଥିଲୁ ମଧ୍ୟ କିଛି ଶ୍ରମିକ ସେଫ୍ଟି ମେଜର୍ସ ଆଡପ୍ଟ କରୁଛନ୍ତି, ବାକି ବହୁତ ଗୋଟେ ଶ୍ରମିକ ଅଛନ୍ତି ଯେଉଁମାନଙ୍କର କୌଣସି ସେଫ୍ଟି ଇକ୍ୱିପମେଣ୍ଟସ୍ ଆଡପ୍ଟ କରୁନାହାନ୍ତି। ତ ଇମିଡ଼ିଏଟଲି ମୁଁ ଠିକା ସଂସ୍ଥା ଆର୍କେଡିକୁ ସେଠାରେ ତାଗିଦ କରିଥିଲି, ଆଉ ସେଇଦିନ ହିଁ ଆମେ ତାଙ୍କୁ ନୋଟିସ୍ ଜାରି କରିଥିଲୁ। ଆର୍କେଡି ସହିତ R&D ବୋର୍ଡ ଏବଂ ତା ସହିତ ଚିଫ୍ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ଯିଏ ଅଛନ୍ତି ଫୁଲବାଣୀ, ତାଙ୍କୁ ନୋଟିସ୍ ହେଇଥିଲା। ନୋଟିସ୍ର ରିପ୍ଲାଏ ଆସିଲା ପରେ ଆମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବୁ। ଏହା ସହିତ ମୁଁ ସମସ୍ତଙ୍କୁ ଏଇ ଗୋଟେ ସୂଚନା ଦେବାକୁ ଚାହୁଁଛି କି କେବଳ ଆର୍କେଡି ଠିକା ସଂସ୍ଥା ନୁହେଁ, ବୌଦ୍ଧ ଜିଲ୍ଲାରେ ଯେକୌଣସି ଜାଗାରେ କନଷ୍ଟ୍ରକ୍ସନ କାମ ଚାଲୁଛି, ଯଦି ଏଇ ଅଭିଯୋଗ ଆମ ନୋଟିସ୍କୁ ଆସେ, ଆମେ ସାଙ୍ଗେ ସାଙ୍ଗେ ଟିମ୍ ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବୁ ଏବଂ ସମସ୍ତଙ୍କୁ ଅନୁରୋଧ କି କୌଣସି ଠିକା ସଂସ୍ଥା ଶ୍ରମିକମାନଙ୍କ ଜୀବନକୁ ବିପଦରେ ଲଗାଇ କୌଣସି କାମ କରାନ୍ତୁ ନାହିଁ, କାରଣ ଶ୍ରମିକମାନେ ଜାଣିପାରୁନାହାନ୍ତି କାମ ତାଙ୍କୁ ଦରକାର, କାମ ପାଇଁ ସେମାନେ କମ୍ ମଜୁରୀରେ ମଧ୍ୟ ଠିକାଦାରଙ୍କ କଥା ମାନିକି କାମ କରୁଛନ୍ତି, କିନ୍ତୁ ତାଙ୍କ ଜୀବନକୁ ବିପଦରେ ପକାଇ ଆମେ କୌଣସି କାମ କରିବା ନାହିଁ। ତେଣୁ ସମସ୍ତଙ୍କୁ ଅନୁରୋଧ, ଏହା ସହିତ ସମସ୍ତେ ସଚେତନ ହେଇଯାଆନ୍ତୁ କି ଆଗାମୀ ଭବିଷ୍ୟତରେ ବି ଏମିତି ଯଦି କୌଣସି ଆମ ନଲେଜକୁ ଆସେ, ଆମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବୁ।